ନିଶ୍ଚିତ ଭାବରେ ଆମ କର୍ମମୟ ଜୀବନରେ ଆମେ ନାନା ପ୍ରକାରର ଦୋଷ ତ୍ରୁଟି ଆମ କର୍ମରେ ରହିଯାଏ। ତେଣୁ ପ୍ରତ୍ୟେକ ମାସରେ ଶିବଙ୍କୁ ଦର୍ଶନ କରିବା, ଠାରୁ ପରିକ୍ରମା କରି ଗଣେଶ କାର୍ତ୍ତିକେୟ ଏବଂ ଠାକୁରାଣୀଙ୍କୁ ପ୍ରଣାମ କରି ଶେଷରେ ସତ୍ୟଶୀଳ ସୁନ୍ଦର ଭଗବାନ ଜନେଶ୍ୱର ସତ୍ୟଶୀଳ ସୁନ୍ଦର ସ୍ୱରୂପରେ ଅର୍ଥ ପ୍ରଥମେ ସତ୍ୟକୁ ଅନୁସନ୍ଧାନ କଲେ, ସତ୍ୟ ପାଳନ କଲେ ସମସ୍ତେ ଶୁଭ ହେଇପାରିବେ, ଶିବ ମଙ୍ଗଳମୟ ଏବଂ ସମସ୍ତଙ୍କ ଭିତରେ ମଙ୍ଗଳ ଚିନ୍ତନ ଆସିଲେ ଆମେ ସମାଜରେ ମାନବ ସମାଜରେ ସୁନ୍ଦରତା ଲାଭ କରିବା। ଅଳ୍ପ ସୁନ୍ଦର ଅପେକ୍ଷା ଗୁଣର ସୁନ୍ଦର ସବୁଠାରୁ ଉତ୍କୃଷ୍ଟ। ଆପଣମାନେ ଜାଣନ୍ତୁ ଭଗବାନ ଆଶୁତୋଷ ଶିବ ଶଙ୍କର ଗଣେଶ୍ୱର ନଗ୍ନ ହେବ ମାନେ ବୃଷଭ ଉପରେ ଚଢ଼ିଥିବା, ବୃଷଭ ଧାରଣ କରିବା, ବ୍ୟାଘ୍ରାମ୍ର ପରିଧାନ କରିବା, ସର୍ପ ଭୂଷଣ କରିବା, ଏସବୁ ଅଦୃଷ୍ଟ ପୂର୍ବ। କିନ୍ତୁ ଏସବୁ ଏକ ତାତ୍ତ୍ୱିକ ବିଚାରଧାରା। ସର୍ପ ଶତ୍ରୁକୁ ସେ କରାୟତ୍ତ କରି ରଖିଛନ୍ତି। ବ୍ୟାଘ୍ର ସବୁଠାରୁ ବଳବାନ ପଶୁ, ସେ ମଧ୍ୟ ସତ୍ୟ ପାଖରେ ହାର ମାନିଥାଏ। ତେଣୁ ଆମେ ଆଜିର ଏହି ପୁଣ୍ୟ ମାନେ ପ୍ରଭୁଙ୍କ ପାଖରେ ଆମେ ଉପସ୍ଥିତ ହେଇଛେ। କିଛି ନ ସୁଦ୍ଧା ଓମ୍ ନମଃ ଶିବାୟ ପଞ୍ଚାକ୍ଷର ମନ୍ତ୍ରକୁ ଆପଣ ଯେଉଁ ଦୀପଟି ସମର୍ପିତ କରିଛନ୍ତି ପ୍ରଭୁଙ୍କ ଉଦ୍ଦେଶ୍ୟରେ, ସେହି ଦୀପର ଧାରାକୁ ଲକ୍ଷ୍ୟ କରି ମନ୍ତ୍ର ଜପ କରନ୍ତୁ। 108 ହେଉ, 1008 ହେଉ, 1000 ହେଉ, 10,000 ହେଉ, 1 ଲକ୍ଷ ହେଉ, ମନ୍ତ୍ରକୁ ଜପ କରିବା ସବୁଠାରୁ ଭଲ ଶ୍ରେଷ୍ଠତମ ଉପାୟ। ଯେତେ ଯେତେ କର୍ମ କରାଯାଇଛି ଆମେ ଯାହା କରୁଛେ, ଜପରେ ଜପେନ ସର୍ବସିଦ୍ଧି ସିଆ। ଜପ କଲେ ପୂଜା ଠାରୁ ଯଜ୍ଞ ଅଧିକ, ଯଜ୍ଞ ଠାରୁ ମନ୍ତ୍ର ଅଧିକ, ମନ୍ତ୍ର ଠାରୁ ଜପର ଭଗବାନ ସବୁଠାରୁ ଅଧିକ। ତେଣୁ ସମସ୍ତ ଭକ୍ତମାନେ ଆମେ ନିଶ୍ଚିତ ଭାବରେ ପ୍ରଭୁଙ୍କର ଚାରି ପ୍ରହରରେ ଆଜିର ଗ୍ରହଣର ପୂଜା ଏବେ ସନ୍ଧ୍ୟା ଆଳତୀ ସରିଛନ୍ତି। ଆମେ 8 ତାରିଖ ପ୍ରଥମ ପ୍ରହର ପୂଜା କରିବା, 9 ତାରିଖ